ସ୍ୱାଗତ କରୁଛି ଫ୍ରେଣ୍ଡସ୍ ଆମ ଚ୍ୟାନେଲ ତରଫରୁ ମୁଁ ସୁବ୍ରତ ଏକ ନ୍ୟୁ ଭିଡିଓ ସହିତ ଫ୍ରେଣ୍ଡ ଦେଖନ୍ତୁ ଆମମାନେ ଯୋଉ ଆପଣଙ୍କର ଡିଷ୍ଟ୍ରିକ୍ଟ କନଷ୍ଟେବଳ ହଉ କିମ୍ବା ଆପଣଙ୍କର ଆରଆଇ ଅମିନ ହଉ କିମ୍ବା ତା ସହିତ ଫରେଷ୍ଟ ଗାର୍ଡ ଫରେଷ୍ଟ ରେଞ୍ଜର ଏସବୁ ପାଇଁ ଯୋଉ ଆମେମାନେ ଯୋଉ ଜିକେ କ୍ୱେଶ୍ଚନ ଡିସ୍କସନ କରୁଥିଲେ ଯୋଉଟା ଓଡ଼ିଶା ଜିକେ ଜିଏସ୍ ଉପରେ ତ ଆମେମାନେ ପାର୍ଟ 13 ପର୍ଯ୍ୟନ୍ତ ଅଲରେଡି କମ୍ପ୍ଲିଟ କରିସାରିଛୁ। ଆଜି ଆମେ ପାର୍ଟ 14 ଟିକୁ ଦେଖିବା। ତ ବହୁତ ପିଲାମାନଙ୍କର ରେସ୍ପନ୍ସ ଆସୁଥିଲା, ବହୁତ ପିଲାମାନେ ମେସେଜ କରୁଥିଲେ ସାର୍ ଆମ ପାଇଁ ଆହୁରି ସାରା କ୍ୱେଶ୍ଚନ ନେଇ ଆସନ୍ତୁ, ଅଲଗା ଯେ ଉପରେ ଆପଣଙ୍କର ପଲିଟି ହେଇଗଲା କିମ୍ବା ଅଲଗା ଆପଣମାନଙ୍କର ଏନଭାୟରମେଣ୍ଟ ଉପରେ ହେଇଗଲା କିମ୍ବା ଆପଣମାନଙ୍କ ଜିଓଗ୍ରାଫି ଏବଂ ତା ସହିତ ଅଲଗା ଯୋଉ ସବୁ ଟପିକ ରହିଛି ତା ଉପରେ ସବୁ କ୍ୱେଶ୍ଚନ ନେଇ ଆସନ୍ତୁ। ତ ଫ୍ରେଣ୍ଡ ଦେଖନ୍ତୁ ଏଠି ଆପଣମାନଙ୍କ ପାଇଁ ଏଇ ଯୋଉ ସବୁ କ୍ୱେଶ୍ଚନ ମୁଁ ଆଣୁଛି ଏଟା ଆପଣଙ୍କର ଓନ୍ଲି ପର୍ଟିକୁଲାର ୱାନ୍ ଏକ୍ସାମ ପାଇଁ ଟାର୍ଗେଟ ନୁହେଁ, ଏଟା ଅଲ୍ ଏକ୍ସାମକୁ ଆମେ ମାନେ ଟାର୍ଗେଟ କରିକି ଏ ସବୁ କ୍ୱେଶ୍ଚନ ଟି ଆଣୁଛୁ। ଯୋଉଭଳି କି ଆପଣମାନେ ଦେଖିଲେ ଅଲଗା ଯୋଉ ବି ଆପଣମାନେ ଏକ୍ସାମ ଟି ଦେବେ ସେଥିରେ ଆପଣମାନେ ଏଇ କ୍ୱେଶ୍ଚନ ସବୁ ମିଳିବ। ତ ଫ୍ରେଣ୍ଡ ବିନା ଟାଇମ ୱେଷ୍ଟ ଆମେ ଭିଡିଓଟିକୁ ଷ୍ଟାର୍ଟ କରିବା ଏବଂ ଦେଖିବା ପାର୍ଟ 14 ରେ ଆମେ କିଛି କ୍ୱେଶ୍ଚନ ଟି ଡିସ୍କସନ କରିବା। 14 ରେ ପ୍ରଥମ କ୍ୱେଶ୍ଚନ ଟି ଆପଣମାନଙ୍କ ଦେଖନ୍ତୁ କଣ କହିଛି, ଇନ ହ୍ୱିଚ ଇୟର ଇଷ୍ଟ ଇଣ୍ଡିଆ କମ୍ପାନୀ ଅକୁପାଏଡ ଗଞ୍ଜାମ ଓଡିଶା। ଦେଖନ୍ତୁ ଓଡିଶାର ଯୋଉ ଗଞ୍ଜାମକୁ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଏଠି ଅକୁପାଏ କରିଥିଲା? ତ ଅପସନ ଚାରିଟି ରହିଛି। ପ୍ରଥମ ଅପସନ କହିଛି 1807 ମସିହାରେ, ସେକେଣ୍ଡ କହିଛି 1766 ମସିହାରେ, 1882 ମସିହାରେ, 1835 ମସିହାରେ। ତ ଅପସନ ଚାରିଟି ରହିଛି, ୟା ଭିତରେ କରେକ୍ଟ ଆନ୍ସର ହେବ 1766 ମସିହାରେ ଯୋଉ ଆପଣମାନଙ୍କର ଇଷ୍ଟ ଇଣ୍ଡିଆ କମ୍ପାନୀ ଗଞ୍ଜାମକୁ ଅକ୍ତିଆର କରିଥିଲା। ତ ଅପସନ ନମ୍ବର ବି ଏଠି ଆପଣମାନଙ୍କର କରେକ୍ଟ ଆନ୍ସର ରହିବ। ତାପରେ ଦେଖନ୍ତୁ ନେକ୍ସଟ ଆପଣ ଦେଖନ୍ତୁ 284 ନମ୍ବର କ୍ୱେଶ୍ଚନ ଟି। 284 ନମ୍ବର କ୍ୱେଶ୍ଚନ କହିଛି ହୁ ଇଜ ନୋନ୍ ଆଜ୍ ଉତ୍କଳମଣି ଦ ଜୁଏଲ ଅଫ ଓଡିଶା। ଦେଖନ୍ତୁ ଯୋଉ ଉତ୍କଳମଣିର ଟାଇଟଲ ଏଠି କାହାକୁ ଦିଆଯାଇଛି? ଆମେ ସମସ୍ତେ ଜାଣିଛନ୍ତି ଉତ୍କଳମଣି କହିଲେ ଗୋପବନ୍ଧୁ ଦାସକୁ ଏଠି ଆପଣମାନଙ୍କର କୁହାଯାଏ ଉତ୍କଳମଣି ଗୋପବନ୍ଧୁ ଦାସ। ତ କାହିଁକି ଆପଣମାନଙ୍କର ଉତ୍କଳମଣିକୁ ଉତ୍କଳମଣି ବୋଲି ଯୋଉ ଟାଇଟଲଟି ଆପଣମାନଙ୍କର ଗୋପବନ୍ଧୁ ଦାସଙ୍କୁ ଦିଆଯାଇଛି? କାହିଁକି ନା ସେ ଆପଣମାନଙ୍କର ଗୋଟେ ଫର୍ମର ଫ୍ରିଡମ ଫାଇଟର ରହିଥିଲେ। ତା ସହିତ ସେ ଆପଣମାନଙ୍କର ବହୁତ ସାରା ସୋସିଆଲ ୱାର୍କ କରିଥିଲେ। ତା ସହିତ ଏବଂ ବହୁତ ଜିନିଷର ଆପଣମାନଙ୍କର ସେ ଯୋଉଟା କି ଆପଣମାନଙ୍କ ଓଡିଶା ପାଇଁ ବହୁତ ବହୁତ ଭଲ କାମ କରିଛନ୍ତି। ତ ସେଥିପାଇଁ ତାଙ୍କୁ ଆପଣମାନଙ୍କର ଉତ୍କଳର ଯୋଉଟାକି ମଣି ବୋଲି କୁହାଯାଏ, ଉତ୍କଳମଣି ଯୋଉଟାକି ଆପଣମାନଙ୍କର ଗୋପବନ୍ଧୁ ଦାସ। ତ ଅପସନ ନମ୍ବର ସି ଏଠି କରେକ୍ଟ ଆନ୍ସର ରହିବ, ଗୋପବନ୍ଧୁ ଦାସ ହଉଛି ଆପଣଙ୍କର ଏଠି କରେକ୍ଟ ଆନ୍ସର ରହିବ। ନେକ୍ସଟ ଆପଣ ଦେଖନ୍ତୁ ନେକ୍ସଟ ଆପଣଙ୍କର 285 ନମ୍ବର କ୍ୱେଶ୍ଚନ ଟି। 285 ନମ୍ବର କ୍ୱେଶ୍ଚନ ଟି କହିଛି ହୁ ଗେଭ୍ ଦ ଟାଇଟେଲ କବିଚନ୍ଦ୍ର ଟୁ କାଳୀଚରଣ ପଟ୍ଟନାୟକ। ଯୋଉ କାଳୀଚରଣ ପଟ୍ଟନାୟକକୁ କିଏ ଆପଣମାନଙ୍କର କବିଚନ୍ଦ୍ରର ଉପାଧି ଦେଇଛନ୍ତି? ତ ପ୍ରଥମ ଅପସନ ରହିଛି ରାମଚନ୍ଦ୍ର ଦେବ, ସେକେଣ୍ଡ କହିଛି ଯୋଉଟାକି ଭୂମା ଦେବ, ଥାର୍ଡ କହିଛି ପ୍ରତାପ ରୁଦ୍ର ଦେବ, ଫୋର୍ଥ କହିଛି ଯୋଉଟାକି ମୁକୁନ୍ଦ ଦେବ। ତ ଅପସନ ଚାରିଟି ରହିଛି, ତାଙ୍କ ଭିତରୁ କରେକ୍ଟ ଆନ୍ସର ରହିବ ଭୂମା ଦେବ, ଯିଏକି ଆପଣମାନଙ୍କର କବିଚନ୍ଦ୍ର ଟାଇଟେଲ ଆପଣମାନଙ୍କର କାଳୀଚରଣ ପଟ୍ଟନାୟକଙ୍କୁ ଦେଇଛନ୍ତି। ଏଟା ଆପଣମାନଙ୍କର କବିଚନ୍ଦ୍ର ଏଠି ମାନେ କହିଲେ ମୁନ୍ ଏମଙ୍ଗ ପୋଏଟ୍ସ। ଦେଖନ୍ତୁ କବିଚନ୍ଦ୍ର ମାନେ ଚନ୍ଦ୍ର ମାନଙ୍କ ଭିତରେ କବି, ମାନେ ମୁନ୍ ଏମଙ୍ଗ ଦ ପୋଏଟ ହଉଛି ଟାଇଟେଲ ଟି ଆପଣମାନଙ୍କର ସେ କିଏ ଦେଇଛନ୍ତି? ଭୂମା ଦେବ ଏଠି ଆପଣମାନଙ୍କର ଦେଇଛନ୍ତି, ଯୋଉଟା କି ଆପଣମାନଙ୍କର କାଳୀଚରଣ ପଟ୍ଟନାୟକଙ୍କୁ। ତ କରେକ୍ଟ ଆନ୍ସର ରହିବ ଅପସନ ନମ୍ବର ବି ଭୂମା ଦେବ। ନେକ୍ସଟ ଆପଣ ଦେଖନ୍ତୁ 286 क्वेश्चन टी ओडिसी डांस इन जगन्नाथ टेम्पल आर कॉल्ड एज डांस। देखंतु जो ओडिसी डांस करा जाए जगन्नाथ टेम्पल रे, जो पुरी रे हमर जो ओडिसी डांस टी करा जाए ताको केउ नारे जणा जाए? ऑप्शन ए कहछि गोटीपुआ, सेकंड कहछि महारी, थर्ड कहछि पाल्ला, फोर्थ कहछि पटुआ। तो ऑप्शन चारि मधुर करेक्ट आंसर हेबो महारी हो जाब आपनकर करेक्ट आंसर हेबो महारी। ए जो आपनकर जो जगन्नाथ टेम्पल रे ओडिसी डांस जो करा जाए ताको आपनकर महारी एठी आपनकर जोटा कि महारी डांस बोली कुहा जाए। तो करेक्ट आंसर रहइबो ऑप्शन नंबर बी महारी होची आपनकर एठी करेक्ट आंसर रहइबो। तापर देखंतु नेक्स्ट आपनकर जो रहिछि 287 क्वेश्चन टी। 287 नंबर क्वेश्चन टी कोन कहि देखंतु किंग खारबेल बिलोंग्स टू व्हिच रॉयल डायनेस्टी। देखंतु आपनकर राजा खारबेल रहितले से आपनकर केउ डायनेस्टी रो बिलोंग करंती? तो ऑप्शन चारटी कहछि, प्रथम ऑप्शन कहछि छेडी डायनेस्टी, सेकंड कहछि मौर्यन डायनेस्टी, थर्ड कहछि आपनकर नंद डायनेस्टी, फोर्थ कहछि सातवाहन। तो ऑप्शन चारटी मधुर करेक्ट आंसर रहइबो छेडी डायनेस्टी होछि आपनकर करेक्ट आंसर रहइबो। ए छेडी जोडी डायनेस्टी रे किंग खारबेल जे कि आपनकर बिलोंग करंती। ऑप्शन नंबर ए एठी करेक्ट आंसर रहइबो। एटा इसे आपनकर जोटा कि पावरफुल जोडे गोटे रूलर रहितले जोटा कि किंग खारबेल आपनकर पावरफुल रूलर रहितले, कि महामेघवान डायनेस्टी अंडर रे ए जो आसुचंती जो किंग खारबेल गोटे पावरफुल डायनेस्टी रहितले। एटा आपनकर जो एंशिएंट जो छेडी डायनेस्टी रो जो कि कलिंगर गोटे कलिंगर जो आपनकर छेडी डायनेस्टी रो कलिंग साइड रो गोटे पार्ट रो से होछि आपनकर गोटे ग्रेट आपनकर किंग रहितले। नेक्स्ट आपनकर 288 नंबर क्वेश्चन देखंतु इन व्हिच ईयर द फर्स्ट ओडिया मैगजीन जनरुना वाज पब्लिश्ड। देखंतु केउ मसिया रे देखि जनरुना एटा आपनकर पब्लिश करा जायतिला? तो ऑप्शन चारटी कहछि 1849, 1880, 1850, 1833। तो ऑप्शन चारटी मध्यरु करेक्ट आंसर हेबो 1849 मसिया रे जे आपनकर फर्स्ट ओडिया मैगजीन कि जनरुना एटा आपनकर पब्लिश करा जायतिला। तो ऑप्शन चारटी मध्यरु करेक्ट आंसर हेबो 1849 होछि आपनकर करेक्ट आंसर रहइबो। तापर देखंतु नेक्स्ट आपनकर 289 क्वेश्चन टी
हु रोट द बुक गीता गोविंद देखंतु जो गीता गोविंद बुक टिको किए लिखिଛନ୍ତି देखंतु एई जो सब क्वेश्चन टी यदि आपण मानको पसंद आसुची ମୁଁ ଆପଣଙ୍କୁ ଲାଗୁଛି କି ଏଇ क्वेश्चन ଆପଣଙ୍କର ହେଲ୍पफुल ରହିବ ତ ଆପଣ ମାନେ ଭିଡିଓ ଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲ ଯଦି ସବସ୍କ୍ରାଇବ କରିନାହାନ୍ତି ଚ୍ୟାନେଲ ଟିକୁ ସବସ୍କ୍ରାଇବ କରି ଦିଅନ୍ତୁ ଏବଂ ଲାଟେଷ୍ଟ ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ ଦେଖନ୍ତୁ 289 नंबर क्वेश्चन କହିଛି हु रोट द बुक गीता गोविंद गीता गोविंद जो बुक टिକୁ କିଏ ଲେଖିଛନ୍ତି तो ऑप्शन चार्ट रही प्रथम ऑप्शन कही गोपबंधु दास सेकेंड कही जयदेव थर्ड कही नरोत्तम दास ऑप्शन डी कही विद्यापति तो ऑप्शन चार्ट मध्य करेक्ट आंसर हो जयदेव जी कि जयदेव ये गीता गोविंद 12th सेंचुरी एटा जड़े हिंदू पोएट जयदेव ये गीता गोविंद लिखुं तो करेक्ट आंसर हो जयदेव नेक्स्ट आपनकर 290 नंबर क्वेश्चन देखंतु 290 नंबर क्वेश्चन कोन कहछि हु वाज द क्रिएटर ऑफ द धूप संगीत जो धूप संगीत रो क्रिएटर किए तो ऑप्शन चार्ट कहछि प्रथम ऑप्शन कहछि बलदेव रथ सेकंड कहछि गंगाधर मेहर थर्ड कहछि मधुसूदन राव फोर्थ कहछि मोहन सेनापति तो ऑप्शन चार्ट मध्यरु करेक्ट आंसर हेबो बलदेव रथ हो आपण मानकर जे कि आपनकर धूप संगीत रो एटा आपनकर क्रिएटर जो आपनकर बलदेव रथ को केउ आपनकर कवि रो टाइटल दिया जायछि ए कवि सूर्य बलदेव रथ एटा आपनकर कवि सूर्य जो टाइटल टी आपनकर बलदेव रथ को दिया जायछि तो करेक्ट आंसर हेबो बलदेव रथ तापर देखंतु 291 नंबर क्वेश्चन टी when the capital of Odisha was shifted from Katak to Bhubaneswar देखंतु केउ मसिया रे जो ओडिसा रो कैपिटल टी को शिफ्ट कराइतला कटक रु आपनकर भुवनेश्वर को प्रथम हमर ओडिसा रो राजधानी जे कि आपनकर कटक रहितला तापर ताको चेंज कराइतला कि कटक रु चेंज कराइतला भुवनेश्वर को तो ऑप्शन चार्ट को 1948 मसिया 1955 मसिया 1940 मसिया 1950 मसिया तो ऑप्शन चार्ट मध्य करेक्ट आंसर हो 1948 मसिया रे आपनकर ओडिसा जो कैपिटल जोडा कि आपनकर कटक रु चेंज कराइतला भुवनेश्वर को तो ऑप्शन चार्ट मध्य करेक्ट आंसर हो एप्रिल 13 1948 आपनकर करेक्ट आंसर हो तापर देखंतु 292 क्वेश्चन टी हु वाज द फाउंडर ऑफ द महिमा धर्म जो महिमा धर्म रो फाउंडर किए तो ऑप्शन चार्ट कहछि महिमा गोसाई विश्वनाथ बाबा सिद्ध बाबा भीम भई देखंतु तो ऑप्शन चार्ट मध्यरु करेक्ट आंसर हेबो कि महिमा धर्म रो कि आपनकर फाउंडर महिमा गोसाई ऑप्शन चार्ट मध्यरु करेक्ट आंसर हेबो ऑप्शन नंबर ए महिमा गोसाई जोडी ऑप्शन नंबर ए एठी करेक्ट आंसर हेबो एटा को मते अलगा नाम जणा जाय महिमा स्वामी होछ आपनकर मते अलगा नाम जणा जाय महिमा स्वामी जे कि आपनकर फाउंडर ऑफ द महिमा धर्म तापर देखंतु नेक्स्ट आपनकर 293 क्वेश्चन टी 293 नंबर क्वेश्चन टी कहछि इन व्हिच ईयर व्हेन थैंक्सन विजिट ओडिशा देखंतु ए क्वेश्चन आंसर आपन मानकु एट कमेंट दवा पय पड़िबो एने क्वेश्चन टी बार बार ए क्वेश्चन टी रिपीट होछि तो ए क्वेश्चन टी आंसर आपन माने कमेंट जणातु केउ मसेरे व्हेन थैंक्सन ओडिशा को आसीथिले तो आंसर टी कोन हेबो ऑप्शन चार्ट रहिछि 620 एडी 611 एडी 630 एडी 601 एडी तो ऑप्शन चार्ट मधुरु करेक्ट आंसर कोन हेबो आपन माने आंसर टी एटी कमेंट जणातु कि यार आंसर टी कोन हेबो तो नेक्स्ट अपन देखंतु 294 क्वेश्चन टी who which poet is known as कवि सम्राट कहले केउ अपन मानकर कवि को बुझाए तो कवि सम्राट कहले ऑप्शन चारिटी अछि ऑप्शन ए कहछि उपेंद्र भंज गोपबंधु दास बलदेव रथ राधानाथ राय तो ऑप्शन चारिटी मधुरु आपण समझन जंती कवि सम्राट कहले उपेंद्र भंज को बुझाए तो ऑप्शन चारिटी मधुरु करेक्ट आंसर हेबो ऑप्शन नंबर ए उपेंद्र भंज होछि एठी करेक्ट आंसर हेबो तापर देखंतु 295 क्वेश्चन टी इन which of the following district of Odisha is known as ग्रेनरी ऑफ ओडिशा देखि ग्रेनरी ऑफ ओडिशा कहले कि आपण मानकर डिस्ट्रिक्ट को बुझाए तो ऑप्शन चार्ट कहछि प्रथम ऑप्शन कहछि एठी आपनकर बालेश्वर सेकंड कहछि असनसोल थर्ड कहछि कटक नन ऑफ द एबव तो ऑप्शन चार्ट मधुरु करेक्ट आंसर हेबो बालेश्वर जो कि आपनकर ग्रेनरी जो कि ग्रेनरी ऑफ ओडिशा बोली एठी आपण मानकर कुहा जाय काहे ना एटा माने जो सिग्निफिकेंट एग्रीकल्चर प्रोडक्शन पई जस्ट पर्टिकुलर जो राइस प्रोडक्शन पई एंड आपण मानकर जो कि आपण मानकर जो क्रॉप प्रोडक्शन पई एटा आपण मानकर ग्रेनरी ऑफ ओडिशा बोली एठी कुहा जाय तो बालेश्वर होछ आपनकर एठी करेक्ट आंसर हेबो ऑप्शन नंबर ए तापर देखंतु नेक्स्ट आपनकर 296 नंबर क्वेश्चन देखंतु 296 नंबर क्वेश्चन टी कहिछि व्हाट वाज द पॉपुलेशन ऑफ ओडिशा अकॉर्डिंग टू 2011 सेंसस 2011 सेंसस अनुसार ओडिसा पॉपुलेशन संख्या केते थिला तो ऑप्शन चार्ट मधुर करेक्ट आंसर ऑप्शन नंबर बी और जोटा ऑप्शन नंबर बी एठी करेक्ट आंसर हेबो जे कि ओडिसा पॉपुलेशन संख्या एटा आपनकर ऑप्शन नंबर बी होछ एठी करेक्ट आंसर हेबो नेक्स्ट आपनकर 297 नंबर क्वेश्चन देखंतु 297 नंबर क्वेश्चन कहिछि व्हाट इज द एरिया ऑफ ओडिशा ओडिसा एरिया संख्या केते एटा आपन देखंतु सबले आपन मान देखिथिबे स्क्वायर किलोमीटर पचारे बट ऑप्शन चार्ट देखिथिबे एटा आपनकर माइल रे अछि तो बहुत पिला माने कोन करथि जो स्क्वायर किलोमीटर को माइल रे कन्वर्ट करला को एटा आपनकर से कंफ्यूज हेंती तो देखंतु एटा आपन मानकर जो ओडिसा जो पॉपुलेशन जोटा ओडिसा एरिया से कहले 1,55,707 स्क्वायर किलोमीटर एंड दैट्स जदी माइल रे देखिबे माइल रे देखले एटा आपनकर 58
92,556 ସ୍କ୍ୱାର ମାଇଲ ହେଉଛି ଆପଣଙ୍କର ଏଠି କରେକ୍ଟ ଆନ୍ସର ରହିବ। ତ ଅପସନ ନମ୍ବର ବି ଏଠି କରେକ୍ଟ ଆନ୍ସର ରହିବ। ଏଇଟା ଆପଣଙ୍କର କନଭର୍ସନ ପାଇଁ ଏଠି ଆପଣଙ୍କର ରାଇଟ ସାଇଡରେ ଶୋ କରୁଛି ଗୋଟେ ଆପଣଙ୍କର ସ୍କ୍ୱାର ମାଇଲ ଆପଣଙ୍କର କେତେ ଯୋଉଟା କି ଆପଣଙ୍କର ସ୍କ୍ୱାର ମିଟର ଏସବୁ ଆପଣଙ୍କର ରାଇଟ ସାଇଡରେ ଏଠି ଶୋ କରୁଥିବ। ତ ଆପଣ ଏଠି ଦେଖିପାରୁଥିବେ କିପରି ଭାବରେ ଆପଣ ଏଠି କନଭର୍ଟ କରିବେ। ତାପରେ ଦେଖନ୍ତୁ 298 ନମ୍ବର କ୍ୱେଶ୍ଚନ ଟି 298 ନମ୍ବର କ୍ୱେଶ୍ଚନ ଟି କହିଛି ହ୍ୱିଚ୍ ଇଣ୍ଡିଆନ୍ ଷ୍ଟେଟ୍ ଇଜ ନୋନ୍ ଆଜ୍ ସୋଲ୍ ଅଫ୍ ଇଣ୍ଡିଆ। ସୋଲ୍ ଅଫ୍ ଇଣ୍ଡିଆ ଆପଣଙ୍କର କହିଲେ କେଉଁ ଇଣ୍ଡିଆନ୍ ଷ୍ଟେଟ୍ ଟିକୁ ବୁଝାଏ। ଅପସନ ଚାରିଟି କହିଛି ଉତ୍ତରାଖଣ୍ଡ, ଓଡିଶା, ମହାରାଷ୍ଟ୍ର, ନନ୍ ଅଫ୍ ଦ ଏବଭ୍। ତ ଅପସନ ଚାରି ମଧ୍ୟରୁ କରେକ୍ଟ ଆନ୍ସର ହେବ ଓଡିଶାକୁ ଯାହାକି ସୋଲ୍ ଅଫ୍ ଇଣ୍ଡିଆ ବୋଲି ମଧ୍ୟ ଏଠି କୁହାଯାଏ। ଦେନ୍ ଆପଣଙ୍କର 299 ନମ୍ବର କ୍ୱେଶ୍ଚନ ଦେଖନ୍ତୁ ହ୍ୱିଚ୍ ଷ୍ଟେଟ୍ ଇଜ ଟୁ ଦ ନର୍ଥ ଇଷ୍ଟ ଅଫ୍ ଓଡିଶା। ଓଡିଶାର ନର୍ଥ ଇଷ୍ଟରେ କେଉଁ ଷ୍ଟେଟ୍ ଟି ରହିଛି। ତ ଅପସନ ଚାରିଟି କହିଛି ୱେଷ୍ଟ ବେଙ୍ଗଲ, ଆନ୍ଧ୍ରପ୍ରଦେଶ, ଗୋଆ, ନନ୍ ଅଫ୍ ଦିସ୍। ତ ଅପସନ ଚାରିଟି ମଧ୍ୟରୁ ଏଠି ଆପଣଙ୍କର କରେକ୍ଟ ଆନ୍ସର କଣ ହବ ଦେଖି ରଖନ୍ତୁ। ଓଡିଶାର ଯୋଉ ଆପଣଙ୍କର ନର୍ଥ ଇଷ୍ଟରେ ଏଟା ଆପଣଙ୍କର କେଉଁ ଷ୍ଟେଟ୍ ଟି ରହିଛି। ତ ଅପସନ ଚାରିଟି ମଧ୍ୟରୁ ଏଟା ଆପଣଙ୍କର କରେକ୍ଟ ଆନ୍ସର ହେବ ୱେଷ୍ଟ ବେଙ୍ଗଲ, ଯିଏକି ଆପଣଙ୍କର ଓଡିଶାର ନର୍ଥ ଇଷ୍ଟରେ ରହିଛି। ତା ସହିତ ଓଡିଶାକୁ ଲାଗି କରି ଚାରୋଟି ଆପଣମାନଙ୍କର ଷ୍ଟେଟ୍ ରହିଛି, ଯୋଉକି ଆପଣମାନଙ୍କର ଗୋଟେ ହେଲା ୱେଷ୍ଟ ବେଙ୍ଗଲ, ଗୋଟେ ଆନ୍ଧ୍ରପ୍ରଦେଶ, ଥାର୍ଡ ଆପଣମାନଙ୍କର ଆସିବ ଛତିଶଗଡ଼, ଫୋର୍ଥ ଆପଣଙ୍କର ଏଟା ଆପଣମାନଙ୍କର ଆସିବ ଝାରଖଣ୍ଡ। ଚାରୋଟି ଷ୍ଟେଟ୍ ଟି ଓଡିଶାକୁ କଭର କରି ଚାରି ସାଇଡରେ ରହିଛି। ଯୋଉ ଆପଣଙ୍କର ତିନି ସାଇଡ ରହିଛି, ଇଷ୍ଟ ସାଇଡରେ ଆପଣମାନଙ୍କର ସି ରହିଛି ଯୋଉଟା କି ବେ ଅଫ ବେଙ୍ଗଲ। ତ ଆପଣଙ୍କର ତିନି ସାଇଡରେ ଯୋଉଟା କି ଆପଣଙ୍କର ବାକି ଯୋଉ ସାଇଡରେ ଆପଣଙ୍କର ଚାରୋଟି ଷ୍ଟେଟ୍ ଏଠି ଆପଣଙ୍କର ତାର ସହିତ ବର୍ଡର ସେୟାର କରୁଛି। ତାପରେ ଦେଖନ୍ତୁ 300 ନମ୍ବର କ୍ୱେଶ୍ଚନ ଟି 300 ନମ୍ବର କ୍ୱେଶ୍ଚନ ଟି କରୁଛି which is the first state to privatize the production and distribution of the electricity in India। ଦେଖନ୍ତୁ ଓଡିଶାର ଯୋଉଟା ଇଣ୍ଡିଆର ଫାର୍ଷ୍ଟ ଷ୍ଟେଟ୍ କେଉଁଟା ଯିଏକି ତାର ଯୋଉ ଇଲେକ୍ଟ୍ରିସିଟିର ପ୍ରଡକ୍ସନ କୁ ପ୍ରାଇଭେଟାଇଜେସନ ତା ସହିତ ଏଟା ଆପଣଙ୍କର ଡିଷ୍ଟ୍ରିବ୍ୟୁସନ ମଧ୍ୟ ପ୍ରାଇଭେଟାଇଜେସନ କରିଛି। ତ ଅପସନ ଚାରିଟି ହେଉଛି ଓଡିଶା, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, ଗୁଜରାଟ। ତ ଅପସନ ଚାରିଟି ମଧ୍ୟରୁ ସମସ୍ତେ ଜାଣିଛନ୍ତି ଓଡିଶା ହଉଛି ଆପଣଙ୍କର କରେକ୍ଟ ଆନ୍ସର, ଯିଏକି ତାର ପ୍ରଡକ୍ସନ ସହିତ ଯୋଉ ଆପଣଙ୍କର ଡିଷ୍ଟ୍ରିବ୍ୟୁସନ ମଧ୍ୟ ଏଟା ଆପଣଙ୍କର ଯୋଉଟା କି ପ୍ରାଇଭେଟାଇଜେସନ କରିଛି। ଅପସନ ନମ୍ବର ଏ ଏଠି କରେକ୍ଟ ଆନ୍ସର ରହିବ। ନେକ୍ସଟ ଏଠି ଆପଣଙ୍କର 301 ନମ୍ବର କ୍ୱେଶ୍ଚନ ଦେଖନ୍ତୁ। 301 ନମ୍ବର କ୍ୱେଶ୍ଚନ ଏଠି ଆପଣଙ୍କର କଣ କହିଛି ଦେଖନ୍ତୁ which is the state bird of ଓଡିଶା। ଓଡିଶାର ଷ୍ଟେଟ୍ ବାର୍ଡ କହିଲେ କେଉଁ ଆପଣମାନଙ୍କର ବାର୍ଡ କୁ ଓଡିଶାର ଷ୍ଟେଟ୍ ବାର୍ଡ ବୋଲି କୁହାଯାଏ। ତ ଅପସନ ଚାରିଟି ରହିଛି। ପ୍ରଥମ ଅପସନ କହିଛି ଗ୍ରେଟ୍ ଯୋଉ ଇଣ୍ଡିଆନ ଯୋଉଟା କି ଗ୍ରେଟ୍ ହର୍ନବିଲ୍। ସେକେଣ୍ଡ କହିଛି ଆପଣମାନଙ୍କର କାର୍ଡିନାଲ। ଅପସନ 3 କହିଛି ବ୍ଲୁ ଜେ। ଫୋର୍ଥ କହିଛି ବ୍ଲାକ୍ ଫ୍ରାଙ୍କୋଲିନ୍। ତ ଅପସନ ଚାରିଟି ମଧ୍ୟରୁ କରେକ୍ଟ ଆନ୍ସର ରହିବ ବ୍ଲୁ ଜେ କୁ ଓଡିଶାର ଆପଣମାନଙ୍କର ଯୋଉଟା କି ଆପଣମାନଙ୍କର ଓଡିଶାର ଷ୍ଟେଟ୍ ବାର୍ଡ ବୋଲି କୁହାଯାଏ। ତା ସହିତ ଆକୁ ମଧ୍ୟ ଇଣ୍ଡିଆର ଯୋଉଟା ଇଣ୍ଡିଆନ ରୋଲର ବୋଲି ମଧ୍ୟ ଏଠି ଅଲଗା ନାଁରେ ଜଣାଯାଏ। ଏଠି ଏଇ ବାର୍ଡଟି ଓଡିଶାର ଷ୍ଟେଟ୍ ବାର୍ଡ। ତା ସହିତ ବିହାର, ଆନ୍ଧ୍ରପ୍ରଦେଶ ଏସବୁର ମଧ୍ୟ ଆପଣମାନଙ୍କର ସେ ଗୋଟେ ଷ୍ଟେଟ୍ ବାର୍ଡ। ନେକ୍ସଟ ଆପଣଙ୍କର 302 ନମ୍ବର କ୍ୱେଶ୍ଚନ ଦେଖନ୍ତୁ। 302 ନମ୍ବର କ୍ୱେଶ୍ଚନ ଟି କହିଛି ଅନ୍ ହ୍ୱିଚ୍ ରିଭର ଇଜ ଦ ପଟରା ଡ୍ୟାମ ବିଲ୍ଟ। ଦେଖନ୍ତୁ ଯୋଉ ପଟରା ଡ୍ୟାମ ଟି କେଉଁ ନଦୀ ଉପରେ ତିଆରି କରାଯାଇଛି। ଅପସନ ଚାରିଟି କହିଛି ମହାନଦୀ, ଗୋମତୀ, ଜଙ୍ଗ ରିଭର, ନନ୍ ଅଫ ଦ ଏବଭ୍। ତ ଅପସନ ଚାରି ମଧ୍ୟରୁ କରେକ୍ଟ ଆନ୍ସର ହେବ ଜଙ୍ଗ ନଦୀ ଉପରେ ଏଠି ଆପଣଙ୍କ ଯୋଉ ପଟରା ଡ୍ୟାମ ଟି ଏଟା ଆପଣମାନଙ୍କର ତିଆରି କରାଯାଇଛି। ଏ ଯୋଉ ପଟରା ଡ୍ୟାମ ଟି ଏଟା ଆପଣଙ୍କ ଯୋଉ ଜଙ୍ଗ ନଦୀ ଉପରେ ତିଆରି କରାଯାଇଛି। এই ଜଙ୍ଗ ନଦୀଟି ମହାନଦୀର ଗୋଟେ ଆପଣଙ୍କର ଟ୍ରାଇବୁଟାରୀ ନଦୀଟି। ମାନେ ଟ୍ରାଇବୁଟାରୀ ନଦୀ ମାନେ ଯୋଉ ନଦୀଟି ଆପଣଙ୍କର ମହାନଦୀକୁ ପାଣି ଯୋଗାଇ ଦଉଛି ତାକୁ ଆପଣମାନଙ୍କର ଯୋଉ ଆପଣ ଟ୍ରାଇବୁଟାରୀ ବୋଲି କୁହାଯାଏ। ତ ଜଙ୍ଗ ନଦୀ ଉପରେ ପଟରା ଡ୍ୟାମ ଟି ତିଆରି କରାଯାଇଛି। ଏଇ ଯୋଉ ଆପଣଙ୍କର ପଟରା ଡ୍ୟାମ ଟି ଏଟା ଆପଣମାନଙ୍କର ନୂଆପଡା ଡିଷ୍ଟ୍ରିକ୍ଟ ରେ ଏଠି ଆପଣଙ୍କର ରହିଛି। ତ କରେକ୍ଟ ଆନ୍ସର ହେବ ଜଙ୍ଗ ରିଭର, ଯାହାକି ନୂଆପଡା ଡିଷ୍ଟ୍ରିକ୍ଟ ରେ ଏଠି ଜଙ୍ଗ ରିଭର ନୂଆପଡା ଡିଷ୍ଟ୍ରିକ୍ଟ ରେ ଏଠି ଆପଣଙ୍କର ଯୋଉ ରହିଛି ତା ଉପରେ ପଟରା ଡ୍ୟାମ ଟି ତିଆରି କରାଯାଇଛି। ଦେନ୍ ତାପରେ ଆପଣଙ୍କର 303 ନମ୍ବର କ୍ୱେଶ୍ଚନ ଦେଖନ୍ତୁ। 303 ନମ୍ବର କ୍ୱେଶ୍ଚନ ଟି ପଟରା ଡ୍ୟାମ ସିଚୁଏଟେଡ୍ ଇନ୍ ଦେଖନ୍ତୁ ଅଲରେଡି ମୁଁ କହିସାରିଛି ଏଟା ଆପଣଙ୍କର ପଟରା ଡ୍ୟାମ ଟି ଏଟା ଆପଣଙ୍କର କେଉଁ ଆପଣଙ୍କର ଡିଷ୍ଟ୍ରିକ୍ଟ ରେ ରହିଛି। ତ ଅପସନ ଚାରିଟି ରହିଛି। ପ୍ରଥମ କହିଛି ପୁରୀ, ଆପଣଙ୍କର ନବରଙ୍ଗପୁର, ସେକେଣ୍ଡ କହିଛି ଆପଣ ଥାର୍ଡ କହିଛି ଖୋର୍ଦ୍ଧା, ଫୋର୍ଥ କହିଛି ନୂଆପଡା। ତ ଆମେ ସମସ୍ତେ ଜାଣିଛନ୍ତି ନୂଆପଡା ଡିଷ୍ଟ୍ରିକ୍ଟ ରେ ପଟରା ଡ୍ୟାମ ଟି ରହିଛି। ତ ଅପସନ ନମ୍ବର ଏଠି ଆପଣଙ୍କର ଡି ଏଠି କରେକ୍ଟ ଆନ୍ସର ରହିବ, ଯେ କି ଆପଣଙ୍କର ପଟରା ଡ୍ୟାମ ନୂଆପଡା ଡିଷ୍ଟ୍ରିକ୍ଟ ରେ ରହିଛି। ଦେନ୍ ତାପରେ 304 ନମ୍ବର କ୍ୱେଶ୍ଚନ ଦେଖନ୍ତୁ। 304 ନମ୍ବର କ୍ୱେଶ୍ଚନ ଟି କଣ କହି ଦେଖନ୍ତୁ ଟୋଟାଲ ନମ୍ବର ଅଫ ନ୍ୟାସନାଲ ପାର୍କ ଇନ ଓଡିଶା। ଓଡିଶାରେ କେତୋଟି ନ୍ୟାସନାଲ ପାର୍କ ରହିଛି। ତ ଆମେ ସମସ୍ତେ ଜାଣିଛନ୍ତି ଓଡିଶାରେ ଆପଣ ଦୁଇଟି ନ୍ୟାସନାଲ ପାର୍କ ରହିଛି, ଯୋଉଟା କି ଆପଣମାନଙ୍କର ଭିତରକନିକା ନ୍ୟାସନାଲ ପାର୍କ ତା ସହିତ ଆପଣମାନଙ୍କର ଯୋଉଟା ଆପଣମାନଙ୍କର ଯୋଉ ଶିମିଳିପାଳ ନ୍ୟାସନାଲ ପାର୍କ ଏଟା ଆପଣଙ୍କର ଦୁଇଟି ଯୋଉଟା କି ନ୍ୟାସନାଲ ପାର୍କ ରହିଛି ଓଡିଶାରେ। ତ କରେକ୍ଟ ଆନ୍ସର ହେବ ଅପସନ ନମ୍ବର ବି, ଦୁଇଟି ହଉଛି ଆପଣଙ୍କର ଏଠି କରେକ୍ଟ ଆନ୍ସର ରହିବ। ତାପରେ ଦେଖନ୍ତୁ 305 ନମ୍ବର କ୍ୱେଶ୍ଚନ ଟି ଦ ଟୋଟାଲ ନମ୍ବର ଅଫ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଇନ ଓଡିଶା ଡ୍ୟାଶ। ଦେଖନ୍ତୁ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଆପଣଙ୍କର ଓଡିଶାରେ କେତୋଟି ରହିଛି। ଟୋଟାଲ ଆପଣଙ୍କର କେତୋଟି ୱାଇଲ୍ଡ ଲାଇଫ ସେଞ୍ଚୁରୀ ରହିଛି। ତ ତା ଭିତରୁ ଆପଣମାନେ କେତୋଟି ୱାଇଲ୍ଡ ଲାଇଫ ସେଞ୍ଚୁରୀ ବୁଲିଛନ୍ତି, କେତୋଟି ନ୍ୟାସନାଲ ପାର୍କ ବୁଲିଛନ୍ତି। ତ ଆପଣମାନେ କମେଣ୍ଟରେ ଟିକେ ଜଣେଇ ଦିଅନ୍ତୁ କି ଆପଣମାନେ କେତୋଟି ନ୍ୟାସନାଲ ପାର୍କ ବୁଲିଛନ୍ତି। ଯେଉଁମାନେ ଯେଉଁ ନ୍ୟାସନାଲ ପାର୍କ ବୁଲିଛନ୍ତି ତ କମେଣ୍ଟରେ ଜଣେଇ ପାରିବେ। ତା ସହିତ ଯେଉଁମାନେ ଯେତୋଟି ୱାଇଲ୍ଡ ଲାଇଫ ସେଞ୍ଚୁରୀ ମଧ୍ୟ ବୁଲିଛନ୍ତି ତାକୁ ମଧ୍ୟ କମେଣ୍ଟରେ ଜଣେଇ ପାରିବେ କି ମୁଁ 12ଟି ୱାଇଲ୍ଡ ଲାଇଫ ସେଞ୍ଚୁରୀ ବୁଲିଛି, କି ମୁଁ 10ଟି, ମୁଁ 5ଟି, କି ମୁଁ ଗୋଟେ, ଯାହା ବି ଆପଣ ୱାଇଲ୍ଡ ଲାଇଫ ସେଞ୍ଚୁରୀ ବୁଲିଛନ୍ତି ତ ଆପଣମାନେ ତାକୁ କମେଣ୍ଟରେ ଜଣେଇ ଦିଅନ୍ତୁ ଆପଣମାନେ କେତୋଟି ୱାଇଲ୍ଡ ଲାଇଫ ସେଞ୍ଚୁରୀ ବୁଲିଛନ୍ତି। ଦେଖନ୍ତୁ ଅପସନ ଚାରିଟି କହିଛି 24ଟି,
19ଟି 18ଟି none of these। ତ ଆମେ ସମସ୍ତେ ଜାଣିଛନ୍ତି ଓଡିଶାରେ 19ଟି ଆପଣମାନଙ୍କର ୱାଇଲ୍ଡ ଲାଇଫ ସେଞ୍ଚୁରୀ ଅଛି। ଆଜ ଦ ରେକର୍ଡ ମାନେ ରେକର୍ଡେଡ ଡାଟା ରିସେଣ୍ଟ ଡାଟା ଅନୁସାରେ ଆପଣମାନଙ୍କର 19ଟି ନ୍ୟାସନାଲ ଯୋଉ ଆପଣଙ୍କର ୱାଇଲ୍ଡ ଲାଇଫ ସେଞ୍ଚୁରୀଟି ରହିଛି। ତ ଆପଣମାନେ କେତୋଟି ନ୍ୟାସନାଲ ଯୋଉ ଆପଣଙ୍କର ୱାଇଲ୍ଡ ଲାଇଫ ସେଞ୍ଚୁରୀ ବୁଲିଛନ୍ତି ତ ଆପଣମାନେ କମେଣ୍ଟରେ ଟିକେ ଜଣାଇ ଦିଅନ୍ତୁ। ତାପରେ ଦେଖନ୍ତୁ 306 ନମ୍ବର କ୍ୱେଶ୍ଚନଟି, ଯୋଉ ବାଇଶିପଲ୍ଲୀ ୱାଇଲ୍ଡ ଲାଇଫ ସେଞ୍ଚୁରୀ ରହିଛି ଏଟା ଆପଣଙ୍କର କେଉଁ ଜାଗାରେ ରହିଛି? ତ ଅପସନ ଚାରିଟି କହିଛି ବୌଦ୍ଧ, ନୟାଗଡ଼, ପୁରୀ, ନନ୍ ଅଫ ଦିସ୍। ଦେଖନ୍ତୁ ଯୋଉ ଆପଣଙ୍କର ବାଇଶିପଲ୍ଲୀ ଯୋଉ ଆପଣଙ୍କ ୱାଇଲ୍ଡ ଲାଇଫ ସେଞ୍ଚୁରୀ ରହିଛି ଏଟା ଆପଣଙ୍କର ଯୋଉଟାକି ଆପଣଙ୍କର ନୟାଗଡ଼ ଡିଷ୍ଟ୍ରିକ୍ଟରେ ରହିଛି। ତ ଆପଣ ଅପସନ ନମ୍ବର ବି ଏଠି କରେକ୍ଟ ଆନ୍ସର ରହିବ। ନୟାଗଡ଼ ଡିଷ୍ଟ୍ରିକ୍ଟରେ ଏ ଯୋଉ ଆପଣଙ୍କର ବାଇଶିପଲ୍ଲୀ ୱାଇଲ୍ଡ ଲାଇଫ ସେଞ୍ଚୁରୀଟି ରହିଛି। ଯେଉଁମାନେ ନୟାଗଡ଼ ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛନ୍ତି ଟିକେ ଆପଣମାନେ କମେଣ୍ଟରେ ଜଣାଇ ଦିଅନ୍ତୁ କି ଆପଣଙ୍କର ଡିଷ୍ଟ୍ରିକ୍ଟରେ ଏଇ ଯୋଉ ଜାଗା ଆପଣ ବୁଲିଛନ୍ତି କିମ୍ବା ନାହିଁ। ତାପରେ ଦେଖନ୍ତୁ ଭିତରକନିକା ନ୍ୟାସନାଲ ପାର୍କ, ଏହାର କ୍ୱେଶ୍ଚିନର ଆନ୍ସର ଆପଣମାନେ ଜଣାଇବେ। ଭିତରକନିକା ନ୍ୟାସନାଲ ପାର୍କ ଆପଣଙ୍କର କେଉଁ ଡିଷ୍ଟ୍ରିକ୍ଟରେ ରହିଛି? ଆଉ ଅପସନ ଚାରିରେ କେଉଁ ଆପଣଙ୍କର ଷ୍ଟେଟରେ ରହିଛି ପଚାରିଛି। ଏଟା ଆପଣ ୟାଠୁ ଇଜି କ୍ୱେଶ୍ଚିନ ଆପଣମାନେ ଦେଖିନଥିବେ। ଏ ଭିତରକନିକା ନ୍ୟାସନାଲ ପାର୍କ ଆମର କେଉଁ ଆପଣଙ୍କର ଆଉ କେଉଁ ଡିଷ୍ଟ୍ରିକ୍ଟରେ ରହିଛି ତା ସହିତ କେଉଁ ଆପଣଙ୍କର ଷ୍ଟେଟ ରହିଛି। ଆପଣମାନେ ଷ୍ଟେଟ ତ ଜାଣିଛନ୍ତି ଓଡିଶା ରହିଛି। ତ ବର୍ତ୍ତମାନ ମତେ କୁହନ୍ତୁ ଆପଣଙ୍କର କେଉଁ ଡିଷ୍ଟ୍ରିକ୍ଟରେ ଭିତରକନିକା ନ୍ୟାସନାଲ ପାର୍କଟି ଆପଣଙ୍କର ରହିଛି। ତା ଆନ୍ସର କଣ ହେବ ମତେ ଏଠି କମେଣ୍ଟରେ ଜଣାନ୍ତୁ। ତାପରେ ଦେଖନ୍ତୁ 308 ନମ୍ବର କ୍ୱେଶ୍ଚିନଟି, 308 ନମ୍ବର କ୍ୱେଶ୍ଚିନଟି କହିଛି ଯେ ଚନ୍ଦକା ଡମ୍ପରା ୱାଇଲ୍ଡ ଲାଇଫ ସେଞ୍ଚୁରୀ ଇଜ ଲୋକେଟେଡ୍ ଆଟ୍। ଦେଖନ୍ତୁ ଯୋଉ ଚନ୍ଦକା ଡମ୍ପରା ୱାଇଲ୍ଡ ଲାଇଫ ସେଞ୍ଚୁରୀ ରହିଛି ଏଟା ଆପଣଙ୍କର କେଉଁ ଜାଗାରେ ରହିଛି? ତ ଅପସନ ଚାରିଟି କହିଛି ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ, କଟକ। ତ ଅପସନ ଚାରିଟି ମଧ୍ୟରୁ କରେକ୍ଟ ଆନ୍ସର କଣ ରହିବ? ଦେଖନ୍ତୁ ଏଟା ଆପଣଙ୍କର ଯୋଉ ଚନ୍ଦକା ଡମ୍ପରା ୱାଇଲ୍ଡ ଲାଇଫ ସେଞ୍ଚୁରୀ ରହିଛି ଏଟା ଆପଣମାନଙ୍କର ଭୁବନେଶ୍ୱରରେ ରହିଛି। ଦେଖନ୍ତୁ ଯଦି ଆପଣମାନଙ୍କୁ ଡିଷ୍ଟ୍ରିକ୍ଟ ପଚରାଯାଏ ତ ଭୁବନେଶ୍ୱର ଆପଣଙ୍କର କେଉଁ ଡିଷ୍ଟ୍ରିକ୍ଟରେ ଯାଉଛି? ଖୋର୍ଦ୍ଧା ଡିଷ୍ଟ୍ରିକ୍ଟରେ ଯାଉଛି। ଯଦି ଆପଣମାନଙ୍କୁ ଜାଗା ପର୍ଟିକୁଲାର ଜାଗା ପଚାରୁଛି ତ ଆପଣମାନଙ୍କର ଭୁବନେଶ୍ୱର ହଉଛି କରେକ୍ଟ ଆନ୍ସର ହେଇଯିବ। ତାପରେ ଦେଖନ୍ତୁ 309 ନମ୍ବର କ୍ୱେଶ୍ଚିନଟି, ହୁଇଚ୍ କିଙ୍ଗ ବିଲ୍ଡ ଦ କୋଣାର୍କ ସନ୍ ଟେମ୍ପଲ। ଦେଖନ୍ତୁ କୋଣାର୍କ ସନ୍ ଟେମ୍ପଲ ଆପଣଙ୍କର କିଏ ତିଆରି କରିଥିଲେ? ତ ଏଟା ଆପଣମାନଙ୍କର ଯୋଉ କୋଣାର୍କ ସନ୍ ଟେମ୍ପଲଟିକୁ ଆପଣ ସମସ୍ତେ ଜାଣିଛନ୍ତି ଲାଙ୍ଗୁଡା ନରସିଂହ ଦେବ ତିଆରି କରିଥିଲେ। ଏବଂ କେତେ ମସିହାରେ? ତାକି 13th ସେଞ୍ଚୁରୀରେ ଏଟା ଆପଣମାନଙ୍କର ଯୋଉ କି ଆପଣମାନଙ୍କର ଲାଙ୍ଗୁଡା ନରସିଂହ ଦେବ ସୂର୍ଯ୍ୟ ମନ୍ଦିର ଯୋଉ କୋଣାର୍କରେ ସୂର୍ଯ୍ୟ ମନ୍ଦିର ତିଆରି କରିଥିଲେ। ଏବଂ ତା ସହିତ ଏଟା ଆପଣଙ୍କର ୱାର୍ଲଡ ହେରିଟେଜ ସାଇଟରେ ମଧ୍ୟ ଯୋଉ ଗୋଟେ ଆସୁଛି ଯୋଉଟା କି ୟୁନେସ୍କୋ ହେରିଟେଜ ସାଇଟରେ ଆପଣଙ୍କର କୋଣାର୍କ ସୂର୍ଯ୍ୟ ମନ୍ଦିର ଏଟା ଆପଣମାନଙ୍କର ମାନେ ରହିଛି। ତ ମତେ ଆପଣ କମେଣ୍ଟରେ ଜଣାନ୍ତୁ କି ଯୋଉ କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ମସିହାରେ ୱାର୍ଲଡର ଯୋଉ ଆପଣଙ୍କ ୟୁନେସ୍କୋ ହେରିଟେଜ ସାଇଟରେ ଏଟା ଆପଣମାନଙ୍କର କନସିଡର କରାଗଲା, କେଉଁ ମସିହାରେ? ତାର କରେକ୍ଟ ଆନ୍ସର କଣ ରହିବ ଆପଣମାନେ ଏଠି କମେଣ୍ଟରେ ଜଣାନ୍ତୁ। ତାପରେ ଦେଖନ୍ତୁ ଦେନ ଆପଣଙ୍କର 310 ନମ୍ବର କ୍ୱେଶ୍ଚିନଟି, 310 ନମ୍ବର କ୍ୱେଶ୍ଚିନଟି କହିଛି ହୁ ୱାଜ ଦ ଫାର୍ଷ୍ଟ ସିଏମ ଅଫ ଓଡିଶା। ଓଡିଶାର ପ୍ରଥମ ଚିଫ ମିନିଷ୍ଟର କିଏ ରହିଥିଲେ? ଅପସନ ଚାରିଟି କହିଛି ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ବୀରେନ୍ଦ୍ର ମିତ୍ର, ନନ୍ ଅଫ ଦିସ୍। ତ ଅପସନ ଚାରିଟି ମଧ୍ୟରୁ କରେକ୍ଟ ଆନ୍ସର ଆମେ ସମସ୍ତେ ଜାଣିଛନ୍ତି ହରେକୃଷ୍ଣ ମହତାବ ଯିଏକି ଆପଣମାନଙ୍କର ଓଡିଶାର ପ୍ରଥମ ଚିଫ ମିନିଷ୍ଟର। ଅପସନ ନମ୍ବର ଏ କରେକ୍ଟ ଆନ୍ସର ରହିବ ଯିଏକି ହରେକୃଷ୍ଣ ମହତାବ। ଦେନ ଆପଣଙ୍କର ଆଜିର ଯୋଉ ଆପଣଙ୍କର ଲାଷ୍ଟ କ୍ୱେଶ୍ଚିନ ଯୋଉଟା କି ଆପଣମାନଙ୍କର ହୋମୱାର୍କ କ୍ୱେଶ୍ଚିନଟି, ହୁ ୱାଜ ଦ ଥାର୍ଡ ସିଏମ ଅଫ ଓଡିଶା। ଓଡିଶାର ଥାର୍ଡ ସିଏମ ଆପଣଙ୍କର କିଏ? ତାର ଆନ୍ସରଟି କଣ ହେବ ମତେ ଆପଣମାନେ ଏଠି କମେଣ୍ଟରେ ଜଣାଇବେ କି ଆପଣଙ୍କର ଓଡିଶାର ଥାର୍ଡ ସିଏମ କିଏ ରହିଛନ୍ତି। ତ ଯେଉଁମାନଙ୍କର ଆନ୍ସର ଏଠି କରେକ୍ଟ ହେବ ମୁଁ ସେମାନଙ୍କ ନାମ ଏଠି ନେକ୍ସଟ ଭିଡିଓରେ କହିଦେବି। ଯୋଉଟା କି ଆପଣମାନଙ୍କର ହୋମୱାର୍କ କ୍ୱେଶ୍ଚିନଟି, ହୁ ୱାଜ ଦ ଥାର୍ଡ ସିଏମ ଅଫ ଓଡିଶା। ଓଡିଶାର ତୃତୀୟତମ ସିଏମ କିଏ ରହିଥିଲେ? ଯଦି ଭିଡିଓଟି ଆପଣଙ୍କୁ ପସନ୍ଦ ଆସୁଛି, ଯଦି ଆପଣଙ୍କର କିଛି ଇନଫର୍ମେଟିଭ ଲାଗୁଛି ତ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ତା ସହିତ ଭିଡିଓଟିକୁ ଲାଇକ୍ କରନ୍ତୁ ଏବଂ ଯଦି ଆପଣମାନଙ୍କୁ ଫ୍ରେଣ୍ଡ ସହିତ ସେୟାର କରିନାହାନ୍ତି ଜଲ୍ଦି ଜଲ୍ଦି ସେୟାର କରିଦିଅନ୍ତୁ ଏବଂ ଲାଟେଷ୍ଟ ଅପଡେଟ ପାଇବା ପାଇଁ ଆମ ଚ୍ୟାନେଲ ସହିତ ଯୋଡି ରୁହନ୍ତୁ। ନେକ୍ସଟ ଭିଡିଓରେ ଆପଣଙ୍କ ସହିତ ଦେଖା ହବ। ସେଥି ପର୍ଯ୍ୟନ୍ତ ଟେକ୍ କେୟାର।